ଆମେ ସମସ୍ତେ କ'ଣ ପାଇଁ ଆଜି ଏକତ୍ରିତ ହେଇଛେ ଗୋଟିଏ ଜାଗାରେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଲେ ହିଁ ଜାଣିପାରିବେ ସାଙ୍ଗମାନେ। ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆଉ ଏକ ନ୍ୟୁ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଥିଲା ବିଶ୍ୱ ପରିବେଶ ଦିବସ କିମ୍ବା ଇଂରାଜୀରେ କହିବାକୁ ଗଲେ ୱାର୍ଲଡ଼ ଏନଭାୟରନମେଣ୍ଟ ଡେ। ଏହି ବିଶ୍ୱ ପରିବେଶ ଦିବସକୁ ଖୁବ୍ ଆଡ଼ମ୍ବର ଓ ଆନନ୍ଦ ଉଲ୍ଲାସର ସହିତ ଜୟପୁର ନିକଟସ୍ଥ ଖେଳାଗୁଡ଼ାଠାରେ ପାଳନ କରାଯାଇଥିଲା। ଏହି ସବୁର ଶ୍ରେୟ ଯିବ ସମହିତା ଏକତା ପ୍ରୋଜେକ୍ଟର ସମସ୍ତ କର୍ମକର୍ତ୍ତାମାନଙ୍କୁ। ସେମାନଙ୍କର ଉପସ୍ଥିତି ଦ୍ୱାରା ଆଜିର ବିଶ୍ୱ ପରିବେଶ ଦିବସ ପୁରା ଚାରଚାନ୍ଦ ଲାଗିଯାଇଥିଲା। ଅର୍ଥାତ୍ ସିଧାସଳଖ କହିବାକୁ ଗଲେ ଆଜିର ବିଶ୍ୱ ପରିବେଶ ଦିବସକୁ ବହୁତ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ ଖେଳାଗୁଡ଼ାଠାରେ। ଯେମିତିକି ଘରକୁ ଘର ବୁଲି କିପରି ପ୍ଲାଷ୍ଟିକ୍ ମୁକ୍ତ ଅଟା ଓ ଗାଁ ବଞ୍ଚାଅ ନାରା ଦେଇ ସଚେତନ କରିଥିଲେ ଏବଂ ଅଧିକରୁ ଅଧିକ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ। ତା ସହିତ ଏକତା ସମହିତା ପ୍ରୋଜେକ୍ଟ ତରଫରୁ 2ଟା ବଡ଼ ବଡ଼ ଡଷ୍ଟବିନ୍ ବକ୍ସ ପ୍ରଦାନ କରାଯାଇଥିଲା, ଯାହା ବି ଆମର ଅଳିଆ ଆବର୍ଜନା ଏଣେ ତେଣେ ନ ଫୋପାଡ଼ି ଗୋଟିଏ ଡଷ୍ଟବିନ୍ ବକ୍ସରେ ଫୋପାଡ଼ି ପରିବେଶକୁ ସଫାସୁତୁରା ରଖିବା ପାଇଁ ଉପଦେଶ ଦିଆଯାଇଥିଲା। ପରିଶେଷରେ ଶପଥ ପାଠ କରି ଆମର ଚତୁଃପାର୍ଶ୍ୱକୁ ଅଧିକରୁ ଅଧିକ କିପରି ସଫାସୁତୁରା ରଖିବା ସହିତ ଆମର ଉତ୍ତମ ସ୍ୱାସ୍ଥ୍ୟ ଜୀବନଯାପନ ପାଇଁ ସମାଜକୁ ଗୋଟିଏ ଭଲ ବାର୍ତ୍ତା ଦିଆଗଲା। ପୁଣି ଥରେ କହି ରଖୁଛି, ଏହିସବୁ ସମ୍ଭବ ହୋଇଛି କେବଳ ଏକତା ସମହିତା ପ୍ରୋଜେକ୍ଟର ସମସ୍ତ କର୍ମକର୍ତ୍ତାମାନଙ୍କ ଦ୍ୱାରା। ହଁ ସାଙ୍ଗମାନେ, ଯଦି ଭିଡ଼ିଓଟି ଭଲ ଲାଗୁଛି ତେବେ ନିହାତି ଭାବେ ଗୋଟେ ଲାଇକ୍, ସେୟାର ଆଣ୍ଡ ଯେଉଁମାନେ ନ୍ୟୁଲି ଦେଖୁଛନ୍ତି ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।